ଯେତେବେଳେ 76ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି ରାଜଧାନୀର ଭିଆଇପି କଲୋନୀ ଯୋଉ ଜାଗାରେ ସମସ୍ତ ଭିଭିଆଇପି ମାନେ ରୁହନ୍ତି କହିଲେ ଅତ୍ୟୁକ୍ତି ହେବନି, ସେ ଜାଗାରେ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସର ନେତା ନିରଞ୍ଜନ ପଟ୍ଟନାୟକଙ୍କର ବାସଭବନରେ ଡକାୟତି ହେଉଛି। ଆଠାରୁ ଲଜ୍ଜାଜନକ କଥା ଆମ ପାଇଁ କିଛି ନ ହୋଇପାରେ। କାହିଁକି ନା ଯେତେବେଳେ ମୁଁ କହିଲି ଯେତେବେଳେ ସାଧାରଣତନ୍ତ୍ର ଦିବସର ପାଳନ ହେଉଛି ଚାରିଆଡେ ଯଦି ଆମେ କହିବା ରାଜଧାନୀ କଡା ସୁରକ୍ଷା ବଳୟ ମଧ୍ୟରେ ଅଛି, ସେତେବେଳେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଏଇଭଳି, ସେତେବେଳେ ଯଦି ଜଣେ ବରିଷ୍ଠ ରାଜନେତା ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରୁ ଏଇଭଳି ଭାବରେ ଚୋରି ହେଇପାରୁଛି, ତାହେଲେ ସାଧାରଣ ଲୋକଙ୍କ ଜନଜୀବନ କଥା କିଏ ପଚାରୁଛି? ତାଙ୍କୁ ସୁରକ୍ଷା କିଏ ଦବ? ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଆଜି ସାଧାରଣ ଲୋକଟେ କେମିତି ଭାବରେ ତାର ଜୀବନ ରଖି ରହିବ ଏଠି, ତା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ମୁଁ ଯଦି କହିବି ଖାଲି ସେତିକି ନୁହେଁ ଯେ ଆମେ ଯେତେବେଳେ ଏଠି ଆରି ଭିତରେ ଯେତେବେଳେ ଭାରତୀୟ ଜନତା ପାର୍ଟିର ଏଠି ସରକାର ଚାଲିଛି, ଆରି ଭିତରେ ଯଦି ଦେଖିବେ ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଅଲରେଡି 2 ଥର ସରିଗଲାଣି, ଆଉ ଉତ୍କର୍ଷ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି। ଦେଖନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆସୁଛନ୍ତି ସେତେବେଳେ ମୁଁ ବୁଝିପାରୁନାହିଁ କଣ ଏଠି ଚୋର ଡକାୟତ ଆଉ ବଳାତ୍କାରୀ ମାନେ ପୁରା ଆକ୍ଟିଭ ହେଇଯାଇଛନ୍ତି ପୁରା ଏଭଳି ଭାବରେ। କାହିଁକି ନା ଯେତେବେଳେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ ସୁଭଦ୍ରା ଯୋଜନାରେ ଶୁଭାରମ୍ଭ କରିବା ପାଇଁ, ଆପଣମାନେ ସମସ୍ତେ ଦେଖିଥିଲେ ସେତେବେଳେ ଭରତପୁର ଇନ୍ସିଡେଣ୍ଟ ଆରମ୍ଭ ହୋଇଥିଲା। ଭରତପୁର ଇନ୍ସିଡେଣ୍ଟ ଯାଇନି, ତାପରେ ଯେତେବେଳେ ପ୍ରଧାନମନ୍ତ୍ରୀ ପୁଣି ଏଠିକି ଆସିଲେ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦ୍ଘାଟନ କରିବାକୁ, ଠିକ ସେତିକି ବେଳେ ସ୍ପଷ୍ଟ ଦିବାଲୋକରେ ରାଜ ରାସ୍ତାରେ ସହଦେବ ନାୟକ ଯିଏ ଜଣେ ପୋଲିସର ବନ୍ଧୁ ମଧ୍ୟ ଥିଲେ, ତାଙ୍କୁ ସ୍ପଷ୍ଟ ଦିବାଲୋକରେ ବିଭତ୍ସ ଭାବରେ ନିର୍ମମ ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା। ପୁଣି ମଧ୍ୟ ଦେଖନ୍ତୁ ଇଏ ଯେତେବେଳେ ରାଜଧାନୀ କଡା ସୁରକ୍ଷା ବଳୟ ମଧ୍ୟରେ ଅଛି, ସେ ସମୟରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଏଭଳି ଭାବରେ ଡକାୟତ ହେବା ସୂଚାଇ ଦଉଛି ଯେ ଆଜି ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଛି। କେମିତି ଭାବରେ ଡବଲ ଇଞ୍ଜିନର କଥା କହୁଥିବା ସରକାର ଆଜି କୋଉ ଭଳି ଭାବରେ ବିଫଳ ହେଇଛନ୍ତି। ସାଧାରଣ ଲୋକକୁ ଯେତେବେଳେ ଏତେ ବଡ ବଡ ନେତା ମାନଙ୍କୁ ପୂର୍ବତନ ମନ୍ତ୍ରୀ ମାନଙ୍କ ଘରୁ ଏହି ଅବସ୍ଥା ହଉଛି, ଯଦି ସ୍ପଷ୍ଟ ଦିବାଲୋକରେ ମଧ୍ୟ ହତ୍ୟା ହଉଛି, ତାହେଲେ କେମିତି ଭାବରେ ସାଧାରଣ ଲୋକଟି ଏଠି ସୁରକ୍ଷିତ ରହିବ? ସାଧାରଣ ଲୋକର ଆଇନ କାନୁନ ଶୃଙ୍ଖଳା କଥା ବୁଝିବ କିଏ? ସାଧାରଣ ଲୋକର ଧନ ଜୀବନ କଥା ବୁଝିବ କିଏ? ଯଦି ବଡ ବଡ ଭିଭିଆଇପି ମାନଙ୍କର ଏହି ଅବସ୍ଥା ହଉଛି,